12 ବର୍ଷର ପୁଅ କାନ୍ଦି କାନ୍ଦି ମାଆକୁ ଖୋଜୁଥିଲା। ସେପଟେ ମା ପ୍ରେମିକ ସହିତ ଫେରାର ହୋଇଯାଇଥିଲା। କିଛି ଜାଣିନଥିବା ପୁଅ କିନ୍ତୁ ମାଆକୁ ଅପେକ୍ଷା କରିଥିଲା। କେତେବେଳେ ମା ଆସିବ ତାକୁ ଖୋଇଦେବ, ସ୍କୁଲ ଯିବାକୁ ରେଡି କରିବ। ହେଲେ ଏତେ ଛୋଟ ଛୁଆଟା କେମିତି ବା ଜାଣିବ ତା ମା ଆଉ କେବେ ଫେରିବନି। ସବୁଦିନ ପାଇଁ ତା ବାପା ଆଉ ତାକୁ ଛାଡ଼ି ଆଉ କାହା ସହିତ ଫେରାର ହୋଇ ବେଶ ଖୁସିରେ ଅଛି ବୋଲି। ପୁଅର ଏମିତି କାନ୍ଦ ଦେଖି ବାପା ଉମାକାନ୍ତ ଆଉ ସମ୍ପର୍କୀୟଙ୍କ ଆଖିରୁ ବି ଲୁହ ଆସିଯାଇଥିଲା। ଆଜିର କାହାଣୀରେ ଜାଣିବା ଏମିତି ଏକ ନିର୍ଦ୍ଦୟ ମାଆର କାହାଣୀ ବିଷୟରେ, ଯାହାକୁ ଶୁଣିଲେ ଆପଣମାନେ ବି କହିବେ ଏମିତିକା ମାଆକୁ କାହିଁକି ଯେ ଭଗବାନ ମାଆ କରନ୍ତି କେଜାଣି। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଏ କାହାଣୀ ହେଉଛି ସେଇ 12 ବର୍ଷ ପୁଅର କାହାଣୀ, ଯିଏ ନିଜ ମା ପାଇଁ ସବୁଦିନ କାନ୍ଦୁଥିଲା। ଏ କାହାଣୀ ହେଉଛି ସେଇ ପୁଅର କାହାଣୀ, ଯାହା ମା ତାକୁ ଛାଡ଼ି ଦେଇ ପ୍ରେମ କରୁଥିବା ସେ ଶଙ୍କର ସହିତ ଫେରାର ହୋଇଯାଇଥିଲା। ଏ କାହାଣୀ ହେଉଛି ସେଇ ସ୍ୱାମୀର କାହାଣୀ, ଯାହା ସ୍ତ୍ରୀ ଜଣେ ଠିକାଦାର ସହିତ ଫେରାର ହୋଇଯାଇଥିଲା। ଦର୍ଶକ ବନ୍ଧୁ, ପ୍ରେମ କ'ଣ ଏମିତି ବି ହେଇପାରେ ଯେ ଅନ୍ତ ଫାଡ଼ି ଜନ୍ମ ଦେଇଥିବା ଛୁଆ କଥା ବି ଗୋଟେ ମା ଭୁଲିପାରେ? ପ୍ରେମ କ'ଣ ଏମିତି ବି ହୁଏ ଯେ ଜନ୍ମ କରିଥିବା ନିଜ ମା ପ୍ରେମିକ ପାଇଁ ସେ ଛୁଆ ନିଜର ନୁହେଁ ବୋଲି ଏମିତି ବି କହିପାରେ? ଏମିତି କଥା କହିବାକୁ ନିଜ ଜୀବ କେମିତି ଲେଉଟିଲା କେଜାଣି। ଉମାକାନ୍ତ ବାହା ହେଇଥିଲା ସୁମିତାକୁ। ବେଶ ହସ ଖୁସିରେ ଚାଲିଥିଲା ପରିବାର। ୟା ଭିତରେ ଉମାକାନ୍ତ ଆଉ ସୁମିତାଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହୁଏ। ପୁଅକୁ ଯେତେବେଳେ 12 ବର୍ଷ, ସେତେବେଳେ ସୁମିତାକୁ ଆଉ ଉମାକାନ୍ତ ପସନ୍ଦ ଆସେନି। ସୁମିତା ସବୁଦିନ ଖୋଜେ ନୂଆ ନୂଆ ଯୁବକ, ଯେଉଁଥିପାଇଁ ଉମାକାନ୍ତ କାମକୁ ବାହାରିଗଲା ପରେ ସୁମିତା ଅନ୍ୟ ଯୁବକମାନଙ୍କୁ ଘରକୁ ଡାକି ରାସଲୀଳା କରିବା ଆରମ୍ଭ କରିଦିଏ। ଏ କଥା ଉମାକାନ୍ତ ଜାଣିବା ପରେ ସ୍ତ୍ରୀ ଆଉ ପୁଅକୁ ହରିୟାଣାରୁ ନେଇ ଛତିଶଗଡ଼ ପଳାଇ ଆସେ। ହେଲେ ସ୍ତ୍ରୀ ସୁମିତା ତାର ସେ ପୁରୁଣା ଅଭ୍ୟାସ ଛାଡ଼ିପାରେନି। ଛତିଶଗଡ଼ରେ ରହୁଥିଲା ବେଳେ ସୁମିତା ଜଣେ ଠିକାଦାର ପ୍ରେମରେ ପଡ଼ିଯାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସୁମିତା ଯେଉଁ ଠିକାଦାର ପ୍ରେମରେ ପଡ଼େ, ସେ ଠିକାଦାର ମଧ୍ୟ ଆଗରୁ ବିବାହିତ ଆଉ ତାର ସ୍ତ୍ରୀ ଛୁଆ ମଧ୍ୟ ଅଛନ୍ତି। ଆଗକୁ କ'ଣ ହେବ ଆଉ ନିଜ ପୁଅ ତା ମା ବିନା କେମିତି ରହିବ, ଥରେ ବି ସୁମିତା ଚିନ୍ତା ନ କରି ସେ ଠିକାଦାର ଶଙ୍କରକୁ ପ୍ରେମ କରି ତା ସହିତ ଫେରାର ହୋଇଯାଏ। ଏପଟେ ଉମାକାନ୍ତ ସ୍ତ୍ରୀ ସୁମିତାକୁ ଖୋଜି ଖୋଜି ଶେଷରେ ବିଫଳ ହୋଇଯାଏ। ଆଉ ସେପଟେ ସୁମିତା ନିଜ ପୁଅ ଆଉ ସ୍ୱାମୀକୁ ଛାଡ଼ି ପ୍ରେମିକ ଶଙ୍କର ସହିତ ବେଶ ହସ ଖୁସିରେ ଥାଏ। ଏମିତିକି ସ୍ୱାମୀ କଥା ନହେଲା ନାହିଁ, ପୁଅ କଥା ବି ଥରେ ଚିନ୍ତା କରେନି। 12 ବର୍ଷର ପୁଅ ସବୁଦିନ ସକାଳୁ ଉଠି ମାଆକୁ ଖୋଜୁଥିଲା ବେଳେ ସବୁଦିନ ସକାଳୁ ସଞ୍ଜ ଯାଏ ବାପା ଉମାକାନ୍ତ ପୁଅକୁ ବୁଝେଇ ବୁଝେଇ ଥକିଗଲାଣି। କେତେ ବା ତାକୁ ବୁଝେଇବ? ଉମାକାନ୍ତ ସିନା ଜାଣିସାରିଛି ତା ସ୍ତ୍ରୀ ତାକୁ ଧୋକା ଦେଇଛି ବୋଲି, ହେଲେ ନିରୀହ ଅବୁଝା ପୁଅଟା କ'ଣ ବୁଝିପାରୁଛି ତା ମା ତାକୁ ଛାଡ଼ି ଆଉ କାହା ସହିତ ଫେରାର ହେଇ ଖୁସିରେ ସ୍ୱପ୍ନ ଦେଖୁଛି ବୋଲି? ଓ ସୁମିତା ମ୍ୟାଡ଼ାମ, କିଛି ମୁହୂର୍ତ୍ତର ଖୁସି ପାଇଁ ଯେଉଁ ପୁଅକୁ ଛାଡ଼ି ଆଜି ଚାଲି ଯାଇଛ, କାଲି ସେହି ପୁଅ ବଡ଼ ହେଲା ପରେ ଯେତେବେଳେ ଏକଥା ଜାଣିବ, ତାକୁ କ'ଣ ଉତ୍ତର ଦେବ ଥରେ ଭାବିଛ କି ନାହିଁ? ଦର୍ଶକ ବନ୍ଧୁ, ପ୍ରେମ ଅନ୍ଧ ଏକଥା ସତ, କିନ୍ତୁ ପ୍ରେମରେ ଏତେ ଅନ୍ଧ ହୁଅନି ଯେ ବାହା ହେଲା ପରେ ନିଜ ପିଲା ଛୁଆଙ୍କୁ ଛାଡ଼ି ଆଉ କାହା ସହିତ ଫେରାର ହୋଇଯିବ। କ୍ଷଣିକ ଖୁସି ପାଇଁ ଦୁଇଟା ସଂସାର ବର୍ବାଦ କରିଦେବ। କ'ଣ ଦର୍ଶକ ବନ୍ଧୁ, ସୁମିତା ତା ପୁଅ ପାଖକୁ ଫେରିବାର ଆବଶ୍ୟକତା ଅଛି କି ନାହିଁ? ନା ଉମାକାନ୍ତ ସେହିଭଳି ସ୍ତ୍ରୀକୁ ସବୁଦିନ ଦୂରେଇ ଦେଇ ନିଜ ପୁଅକୁ ନିଜେ ମଣିଷ କରିବାକୁ ଆଗକୁ ବଢ଼ିବାର ଅଛି? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।